ବନ୍ଧୁ ମୋର ଏ କଥାକୁ କେବଳ ଶୁଣିବେନି, ଅନୁଭବ ମଧ୍ୟ କରିବେ। ଯେତେବେଳେ ତୁମେ କାହାକୁ ଫୋନ୍ କରୁଛ ତୁମ ପ୍ରଥମ କଲ୍‌ରେ ସେ ତୁମ ଫୋନ୍ ଉଠେଇ ଦେଉଛି। ଯେତେବେଳେ ତୁମେ କାହାକୁ ହ୍ୱାଟ୍ସଆପ୍‌ରେ ମେସେଜ୍ କରୁଛ ସେ ତୁମ ପ୍ରଥମ ମେସେଜ୍‌ରେ ହିଁ ତୁମକୁ ରିପ୍ଲାଏ ଦେଇଦେଉଛି। ତା'ମାନେ ଏଇଆ ନୁହେଁ କି ସେ ଫାଲତୁରେ ବସିଛି, ତା ପାଖରେ କିଛି କାମ ନାହିଁ। ସିଏ ତା କାମ ସବୁ କରୁଛି, ତା ଭିତରେ ସେ ତୁମକୁ ସେତିକି ନିଜର ଭାବୁଛି, ସେତିକି ଟାଇମ୍ ଦେଉଛି। କାହିଁକିନା ସେ ଜାଣିଛି କାହାକୁ ଇଗ୍ନୋର କରିବା କେତେ କଷ୍ଟ। ତା ଲାଇଫ୍‌ରେ କେବେ ନା କେବେ ସେ ସିଚୁଏସନ୍ ଆସିଥିବ। ସେ ସମୟକୁ କାଟିକି ଆସିଥିବ। ଇଗ୍ନୋର କରିବା କେତେ କଷ୍ଟ, ଆଉ କାହାକୁ ଅପେକ୍ଷା କରାଇବା କେତେ କଷ୍ଟ। କାହିଁକିନା ସେ ଜିନିଷ ତୁମ ସହିତ ଆଜି ହେବା ପାଇଁ ଦେଉନି। ତୁମକୁ ସେ ତା ଲାଇଫ୍‌ରେ ସେତିକି ଇମ୍ପୋର୍ଟାନ୍ସ ଦେଉଛି। ତା'ମାନେ ନୁହେଁ ଯେ ତୁମର ପ୍ରଥମ କଲ୍‌ରେ ଯେ ତୁମ ଫୋନ୍ ଉଠେଇ ଦେଉଛି କିମ୍ବା ତୁମ ପ୍ରଥମ ମେସେଜ୍ ତୁମେ ଦେଉ ସାଙ୍ଗେ ସାଙ୍ଗେ ରିପ୍ଲାଏ ଦେଉଛି, ତା'ମାନେ ସେ ଫାଲତୁ ଲୋକ। ସେମିତି କେବେ ହେଲେ କାହାକୁ ଭାବିବେନି। ଯଦି ତୁମକୁ ସେମିତି କିଏ କରୁଛି ନା, ପ୍ରଥମ କଲ୍‌ରେ ତୁମ କଲ୍ ଉଠେଇ ଦେଉଛି ଆଉ ପ୍ରଥମ ମେସେଜ୍ ତୁମ ମେସେଜ୍ ଦେଇଦେଉଛି ନା, ତାହେଲେ ତୁମେ ଭାଗ୍ୟବାନ। କାହିଁକିନା ସେ ତୁମକୁ ଇଗ୍ନୋର କରୁନି, ବରଂ ସେ ତୁମକୁ ବହୁତ କିଛି ଭଲ ପାଇବା ଦେଉଛି।